ଜଣେ ବ୍ୟକ୍ତି ଗୋଟେ ସୁନ୍ଦର ପ୍ରଶ୍ନ ପଚାରିଲେ କି ଯଦି ସତରେ ଭଗବାନ ଅଛନ୍ତି ତାହେଲେ ଆମେ ଯେତେବେଳେ ଖରାପ କାମ ସବୁ କରିଥାଉ ଆମକୁ ରୋକନ୍ତିନି କାହିଁକି? ପ୍ରକୃତରେ ଭଗବାନ ତ ଆମକୁ ରୋକିଥାନ୍ତି, କିନ୍ତୁ ଆମେମାନେ ହିଁ ତାଙ୍କ କଥାକୁ ଶୁଣିପାରି ନଥାଉ। ଯେମିତିକି ଯେତେବେଳେ ଆମେ ଖରାପ ଖରାପ ଭାବନା ବା ଖରାପ ଚିନ୍ତାଧାରା ଆମ ମୁଣ୍ଡକୁ ଆସିଥାଏ, ସେତେବେଳେ ଆମ ମନ ଭିତରୁ ଗୋଟେ ଛୋଟ ଆବାଜ ଆସିଥାଏ, ଏଇ କାମ କରନା। କାରଣ ଆମ ହୃଦୟରେ ନା ସ୍ୱୟଂ ପରମାତ୍ମା ବାସ କରିଥାନ୍ତି, କିନ୍ତୁ ଆମେ ତାଙ୍କ କଥା ଶୁଣିପାରି ନଥାଉ। କାରଣ ଆମ ମନ ଭିତରେ କ୍ରୋଧ, ଲୋଭ, ମୋହ, ମାୟା, ହିଂସା ଏମିତି ବହୁତ କିଛି ଜାଗ୍ରତ ହୋଇଯାଇଥାଏ, ଯାହା ଫଳରେ ଆମେ ଠିକ୍ ଭୁଲର ସଠିକ୍ ବିଚାର କରିପାରି ନଥାଉ। ଭଗବାନ ଆମର ମାର୍ଗଦର୍ଶନ କରାଇବାକୁ ଆମେ ଅନୁଭବ କରିପାରି ନଥାଉ, ଯାହା ଫଳରେ ଆମର କଲା କର୍ମର ଫଳ ଦିନେ ନା ଦିନେ ଆମକୁ ଭୋଗିବାକୁ ପଡ଼ିଥାଏ।